ପୂର୍ବତନ ସରପଞ୍ଚ ଈଶ୍ୱର ଚନ୍ଦ୍ର ସରେନଙ୍କ ପରଲୋକ। ଖୁଣ୍ଟା ବ୍ଲକ ବାହାନଡ଼ା ପଞ୍ଚାୟତ ଅଁଳାଶଳୀ ଗ୍ରାମର ପୂର୍ବତନ ସରପଞ୍ଚ ଈଶ୍ୱର ଚନ୍ଦ୍ର ସରେନଙ୍କ ପରଲୋକ ଘଟିଛି। ଶନିବାର ଦିନ ହଠାତ୍ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଥିଲେ। ସେ 2007ରୁ 12 ଯାଏ ବାହାନଡ଼ା ପଞ୍ଚାୟତର ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ। ପୂର୍ବରୁ ରାଷ୍ଟ୍ରୀୟ ଲାଇବ୍ରେରୀ କଲିକତାରେ ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରିଥିବା ଈଶ୍ୱର ଅଲଚିକି ଲିପିର ଜଣେ ବଡ଼ ପ୍ରଚାରକ ଥିଲେ। ଆଦିବାସୀମାନଙ୍କ ଉନ୍ନତି ପାଇଁ ଆଦିମ ଲାହା ମାଣ୍ଡୱା ନାମରେ ଏକ ଯୁବକ ସଂଘ କରି ଏହାର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ତାଙ୍କ ଉଦ୍ୟମରେ ସର୍ବଭାରତୀୟ ସାନ୍ତାଳୀ ଏଜୁକେସନ୍ କାଉନସିଲ ବୋର୍ଡ ଝାଡ଼ଖଣ୍ଡ ଅଫିସ ଦ୍ୱାରା ଅଁଳାଶଳୀ ସ୍କୁଲରେ ସାନ୍ତାଳୀ ଶିକ୍ଷା ପ୍ରଦାନ କରାଯାଉଥିଲା। ତାଙ୍କ ବିୟୋଗରେ ଆଦିବାସୀ ସେଙ୍ଗେଲ ଅଭିଯାନ କପ୍ତିପଦା ଉପଖଣ୍ଡ କମିଟିର ସଭାପତି ଉଦୟନାଥ ହେମ୍ବ୍ରମ, ଶ୍ୟାମସୁନ୍ଦର ହେମ୍ବ୍ରମ, ବିଶ୍ୱନାଥ ମୁର୍ମୁ, ସାଇବା ହାଁସଦା, ଭଳାଗଡ଼ିଆ ସରପଞ୍ଚ ନନ୍ଦକିଶୋର ହାଁସଦା, ବାହାନଡ଼ାର ପୂର୍ବତନ ସରପଞ୍ଚ ଧନେଶ୍ୱର ଟୁଡୁ, ଶିକ୍ଷକ ରତ୍ନାକର ହେମ୍ବ୍ରମ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି। ବ୍ୟୁରୋ ରିପୋର୍ଟ, ସ୍ପଟଲାଇଟ୍ ଇଣ୍ଡିଆ।